ମୁଁ ହେଲି ବିଜୟ କୁମାର ପାତ୍ର, ପ୍ରେସିଡେଣ୍ଟ CHS 83 ୱେଲଫେୟାର ସୋସାଇଟିର। ତା ଛଡ଼ା ରୋଟାରୀ କ୍ଲବ୍ର ବି ଗୋଟେ ପାଷ୍ଟ ପ୍ରେସିଡେଣ୍ଟ। ଆମର ସୋସିଆଲ ୱାର୍କ ହେଉଛି ମେନ୍ ମୋଟୋ। ଆମର ଏଇଟା ହେଉଛି ଆମେ ବ୍ୟାଚ୍କୁ ଏକତ୍ରିତ କରିକି ଆମ 83 ବ୍ୟାଚ୍ର ଆମର ଗୋଟେ ଏଇଟା ହେଉଛି ମେନ୍ ମୋଟୋ, ସବୁ ସାଙ୍ଗସାଥିକୁ ଏକଜୁଟ କରିବାର। ଆଜି ହେଲା ଗେଟ୍ ଟୁଗେଦର ଗୋଟେ ପାର୍ଟି, କାଲି ଅଛି ଆମର ଗୁରୁ କେଳୁଚରଣ ମହାପାତ୍ରଙ୍କ ଇଏରେ ଓଡ଼ିଶାର ଯେତିକି ଏମିନେଣ୍ଟ ପର୍ସନକୁ ଆମେ ଫେଲିସିଟେଟ୍ କରିବୁ। ଅଲ୍ କାଟେଗୋରୀର ହେଲ୍ଥ, ଏଜୁକେସନ୍, ସୋସିଆଲ ଅର୍ଗାନାଇଜେସନ୍, ମ୍ୟୁଜିକ୍, ଡକ୍ଟର ସମସ୍ତଙ୍କୁ ଆମେ କାଲିର ପ୍ରୋଗ୍ରାମ୍ ଅଛି ଫେଲିସିଟେଟ୍ କରିବୁ। ଏଇଟା ଆମର ରେଗୁଲାର ପ୍ରୋସେସ୍। ତା ଛଡ଼ା ଆମର ଏଇଟା କରିବାର ଉଦ୍ଦେଶ୍ୟ ହେଉଛି ଆମର 83 ବ୍ୟାଚ୍ର ଯେଉଁ ଆମେ ଯାହା ଅନୁଭବ କରିଛୁ ଓଡ଼ିଆ ମିଡ଼ିୟମ୍ ସ୍କୁଲ ତରଫରୁ, ଆମେ ଆମର କ୍ୟାପିଟାଲ ହାଇସ୍କୁଲର ମାନେ ଆମର ହଷ୍ଟେଲ ଛୁଆ ହୁଅନ୍ତୁ, ସେଡ୍ୟୁଲ୍ କାଷ୍ଟର ଆମର ଗୋଟେ ଠକର ବାପା ବଏଜ୍ ହଷ୍ଟେଲ ଅଛି। ତାଙ୍କର ଉନ୍ନତି ପାଇଁ ତାଙ୍କର ପାଠପଢ଼ାଠୁ ଆରମ୍ଭ କରି ଫିଜିକାଲ ଏଜୁକେସନ୍ଠୁ ଆରମ୍ଭ କରିକି ଯାହା ଆମେ ଚାହୁଁଛୁ ତାହା ହେଲ୍ପ କରିକି ଚାଲିଛୁ। ତା ଛଡ଼ା ଆମେ ଗ୍ରୁମ୍ କରିବା ପାଇଁ ଯେହେତୁ ଆମେ ଓଡ଼ିଆ ମିଡ଼ିୟମ୍ ଛୁଆ, ତେଣୁ ତ ଆମର ଇଂଲିଶ, ମ୍ୟାଥମେଟିକ୍ସ ଏଇ ଦୁଇଟା ହେଉଛି ମେନ୍ ଅବଜେକ୍ଟ। ଆକୁ ଗ୍ରୁମିଂ କରିବା ପାଇଁ ଆମର ଯେଉଁ ପିଲାମାନେ ଅଛନ୍ତି ତାଙ୍କୁ ବି ସେମାନେ ଯାଉଛନ୍ତି ଏକ୍ସଟ୍ରା କ୍ଲାସ୍ ନେଇକି ତାଙ୍କୁ ଗ୍ରୁମିଂ କରୁଛନ୍ତି। ଫିଜିକାଲ ଏଜୁକେସନ୍, ଏନି କମ୍ପିଟିସନ୍ ମାନେ ସବୁ ପ୍ରକାର ଆରେଞ୍ଜମେଣ୍ଟ କରିକି ତାକୁ କେମିତି ଗ୍ରୁମିଂ କରିବୁ ତା ପାଇଁ ଆମେ ଯଥାସାଧ୍ୟ ସାହାଯ୍ୟ କରୁଛୁ। ଏଟା ଆମର ମୂଳରୁ ଚାଲିଛି, ଯେହେତୁ ସୋସାଇଟି ହେଇନଥିଲା, ସୋସାଇଟି 3 ବର୍ଷ ହେଲାଣି, ତେଣୁ ଆମର ଗେଟ୍ ଟୁଗେଦର ମୂଳରୁ ଚାଲିଥିଲା। ତା ସହିତ ଗେଟ୍ ଟୁଗେଦର ସହିତ ଆମେ ସଣ୍ଡେ ଆଉ ଗୋଟେ ମଣ୍ଡେ ରଖୁଛୁ, କି ସଟରଡେ ମଣ୍ଡେ ରଖୁଛୁ, ଯେମିତି ବାହାର ସାଙ୍ଗସାଥିମାନେ ଆସିପାରିବେ। ସେଇଟା ଫାଉଣ୍ଡେସନ୍ ଡେ, ସେଇଟା କାଲି ହେଉଛି ଆମର ଫାଉଣ୍ଡେସନ୍ ଡେ, ସେକେଣ୍ଡ ଫାଉଣ୍ଡେସନ୍ ଡେ। ସେଇ ଫାଉଣ୍ଡେସନ୍ ଡେରେ ଆମେ ଆମର ପିଲା ଯେଉଁମାନେ ଇନଭଲ୍ଭ ଅଛନ୍ତି, ଯେଉଁମାନେ ଆମର ସାଙ୍ଗସାଥିରେ ଡକ୍ଟର ହୁଅନ୍ତୁ, ସୋସିଆଲ ଅର୍ଗାନାଇଜେସନ୍ ହୁଅନ୍ତୁ, ତାଙ୍କ ଛଡ଼ା ଆହୁରି ବାହାର ବହୁତ ଲୋକଙ୍କୁ ଆମେ ଫେଲିସିଟେଟ୍ କରୁଛୁ। ମିଡ଼ିଆ ହଉ, ମିଡ଼ିଆର କାଲି ଡକେଇଛୁ, ବିଭୂତି ବାବୁଙ୍କୁ ଡକେଇଛୁ। ବିଭୂତି ଭୂଷଣ ଯେହେତୁ ଆମର ସାମ୍ବାଦିକ ଆସୋସିଏସନ୍ ପ୍ରେସିଡେଣ୍ଟ ଅଛନ୍ତି, ତାକୁ ଡକା ହେଇଛି। ସୋସିଆଲ ଅର୍ଗାନାଇଜେସନ୍, ହେଲ୍ଥ ଅର୍ଗାନାଇଜେସନ୍, ଏଜୁକେସନ୍ ସବୁ କ୍ୟାଟେଗୋରୀର ନେଇକି ଆମେ ଗୋଟେ ଫେଲିସିଟେଟ୍ କରୁଛୁ। ତା ଛଡ଼ା ହୁଇଲ୍ ଚେୟାର, ଆମର ସବୁ ପ୍ରକାର ସୋସିଆଲ ୱାର୍କ, କମଳ ଶୀତ ଦିନ ହେଲାଣି, ଆମ ହଷ୍ଟେଲ ଛୁଆଙ୍କୁ କମଳ ବାଣ୍ଟିବା, ମାନେ ୱାଟର ସାନିଟାଇଜେସନ୍ ପାଇଁ ଆମେ ଆକ୍ୱାଗାର୍ଡ଼ ଲଗେଇଛୁ। ସବୁଆଡ଼ୁ ଯେହେତୁ ରୋଟାରେ ଆମେ ଅଛୁ, ତେଣୁ ସମସ୍ତଙ୍କ ପାଇଁ ଆମେ ଗୋଟେ ଏଇଟାକୁ ଆମକୁ ଖୁସି ଲାଗୁଛି। ଯେହେତୁ ଆମେ ମଣିଷତ୍ୱଟା ଆମର ନିହାତି ଦରକାର, ତେଣୁ ଆମେ ଚାହୁଁଛୁ ସମସ୍ତେ ମଣିଷ ଜଣ ଜଣଙ୍କର ଯଦି ସେବାରେ ଆସିପାରିବ ସମାଜ ଉପକୃତ ହେବ। ଆଜ୍ଞା, ଆମେ ଚାହୁଁଛୁ ଏଇ ସ୍ରୋତରେ ସମସ୍ତେ ସାମିଲ ହୁଅନ୍ତୁ, ଜଣେ ଜଣଙ୍କର ହେଲ୍ପ କରନ୍ତୁ, ହେଲେ କାହାର ଅସୁବିଧା ହେବନି। ଦେବାଶିଷ ପାଢ଼ୀ, କ୍ୟାପିଟାଲ ହାଇସ୍କୁଲ 83 ୱେଲଫେୟାର ସୋସାଇଟି ଜଏଣ୍ଟ ସେକ୍ରେଟାରୀ। ମୁଁ ଆପଣଙ୍କୁ କହି ରଖୁଛି, ଆମର କ୍ୟାପିଟାଲ ହାଇସ୍କୁଲ ଯେଉଁମାନେ ପୁରାତନ ଛାତ୍ରମାନେ ଥିଲେ ତାଙ୍କୁ ନେଇକି ଆମର ଗୋଟେ ଗଠନ ହୋଇଥିଲା 83 ବ୍ୟାଚ୍ର ୱେଲଫେୟାର ସୋସାଇଟି। ତାକୁ ଆମେ ରେଜିଷ୍ଟର୍ଡ ଆସୋସିଏସନ୍। ଆମେ ବିଗତ 7 ବର୍ଷ ଧରି ଏଇଟା ହେଉଛି ସପ୍ତମ ଆମର ଗେଟ୍ ଟୁଗେଦର। ଆମେ ସପ୍ତମ ଗେଟ୍ ଟୁଗେଦର ଏଥିରେ ପଦାର୍ପଣ କରିଛୁ। ଏଥିରେ ଆମେ ଯେ ଚ୍ୟାରିଟେବୁଲ୍ ଟ୍ରଷ୍ଟ, ଆମେ ଏଥିରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ବି କରୁଛୁ। ତା ସହିତ ଲୋକମାନଙ୍କ ପାଇଁ ଏବଂ ଷ୍ଟୁଡେଣ୍ଟମାନଙ୍କୁ, ବିଶେଷ କରି ଷ୍ଟୁଡେଣ୍ଟମାନଙ୍କ ପାଇଁ ଆମେ ସବୁ ଯେତେକ ସାହାଯ୍ୟ ସହଯୋଗ କରିବା ପାଇଁ କରିଛୁ। ଏବଂ ଏଇଟା ହେଉଛି ଆମର ସପ୍ତମ ପୁରାତନ ଛାତ୍ରମାନଙ୍କୁ ପୁଣି ସେମାନଙ୍କୁ ତାଙ୍କର ପୁରୁଣା ସ୍ମୃତି ଏବଂ ତାଙ୍କର ପୁରୁଣା ଅନୁଭୂତିକି ଏକାଠି କରିବା ପାଇଁ ଏଇଟା ଗୋଟେ ପ୍ରୟାସ, ଯେଉଁଥିପାଇଁ ଆମେମାନେ ଏଠି ଏକାଠି ହେଇଛୁ। ଆମେ ସାମାଜିକ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛୁ, ଯେମିତିକି ହେଲ୍ଥ କ୍ୟାମ୍ପ, ବ୍ଲଡ଼ ଡୋନେସନ୍। ତାକୁ ଛାଡ଼ିକି କ୍ୟାପିଟାଲ ହାଇସ୍କୁଲର ଯେଉଁ ଷ୍ଟୁଡେଣ୍ଟମାନେ ଅଛନ୍ତି ତାଙ୍କ ଭିତରେ କ୍ରୀଡ଼ା ପ୍ରତିଯୋଗିତା, IQ ପ୍ରତିଯୋଗିତା ଏବଂ ବିଭିନ୍ନ ଅନୁଷ୍ଠାନ ବା ଯେଉଁମାନେ ସବୁ ଅଛନ୍ତି ଆପଣମାନଙ୍କର
ଚ୍ୟାରିଟେବୁଲ୍ ଟ୍ରଷ୍ଟ ଯେଉଁମାନେ ଅଛନ୍ତି ଛୋଟ ଛୋଟ ଶିଶୁମାନଙ୍କୁ ରଖିଛନ୍ତି ଅନାଥ ଆଶ୍ରମରେ ସେମାନଙ୍କୁ ମଧ୍ୟ ଆମେ କିଛି ସାହାଯ୍ୟ ଓ ସହଯୋଗ କରୁ। ଚାରିଟେବୁଲ୍ ଟ୍ରଷ୍ଟ କେତେ ଜଣ ମେମ୍ବର ଅଛନ୍ତି? ଆମର ଟୋଟାଲ ପୁରାତନ ଛାତ୍ର ଆଜି ପର୍ଯ୍ୟନ୍ତ ମୋର୍ ଦ୍ୟାନ୍ 120 ମେମ୍ବର୍ସ ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ଟୋଟାଲ ଲିଷ୍ଟରେ 300 ଉପରେ ଅଛନ୍ତି, କିନ୍ତୁ ପଞ୍ଜୀକୃତ ବର୍ତ୍ତମାନ 130 ଜଣ ଭିତରେ ଅଛନ୍ତି। ମାନବ ସେବା ହିଁ ମାଧବ ସେବା, ସାମାଜିକ ସେବାକୁ ନେଇକି କ'ଣ କହିବେ? এইটা ହିଁ ଆମର ମୂଳ ଲକ୍ଷ୍ୟ। ଯେହେତୁ ଆମର ହିସାବ କରନ୍ତୁ ଆଜିକି 83 ବ୍ୟାଚ୍ ମାନେ ବିଗତ ଆପଣ ଅଲରେଡ଼ି 30 ବର୍ଷ ଉପରେ ହେଲାଣି ଆମେମାନେ ଏକାଠି ପାଠ ପଢ଼ୁଥିଲୁ, କିନ୍ତୁ ସେହି ପୁରାତନ ଛାତ୍ର ଭିତରୁ ଆଜିକାଲି ବହୁତ ଛାତ୍ରମାନେ ବା ଆମର ବନ୍ଧୁମାନେ ବିଭିନ୍ନ ଜାଗାରେ ନିଜକୁ ପ୍ରତିଷ୍ଠିତ କରିପାରୁଛନ୍ତି। ସେଇମାନେ ନିଜକୁ ତାଙ୍କର ସହଯୋଗ କରି ଆମମାନଙ୍କୁ କିପରି ବିଭିନ୍ନ କ୍ଷେତ୍ରରେ ଆମେ ନିଜକୁ ସାହାଯ୍ୟ କରିବା ସେମାନେ ସ୍ୱତଃପ୍ରତଭାବେ ଭାବେ ଆମ ସହିତ ଜଡ଼ିତ ହେଉଛନ୍ତି ଏବଂ ଏଇଟା ପାଇଁ ଆମ ପାଇଁ ଗୋଟେ ସୁଯୋଗ ଯେଉଁଥିପାଇଁ ଆମେ ଚାହୁଁଛୁ ଏଇଭଳି ମାଧ୍ୟମରେ ଆମେ ପୁରାତନ ଛାତ୍ରମାନେ ଏକାଠି ହେବା ସହିତ କିଛି ସାମାଜିକ ପ୍ରେରଣା ଏବଂ କାର୍ଯ୍ୟକ୍ରମରେ ଆମେ ନିଜକୁ ସାମିଲ କରିପାରିବା।